ଚୈତ୍ର ମାସର ମଙ୍ଗଳବାରରେ ଏହି ପୂଜା କଲେ ମା ମଙ୍ଗଳା ଘରକୁ ଧନ ସମ୍ପଦରେ ଭରି ଦେଇଥାନ୍ତି। ହଁ ଆଜ୍ଞା, ଚୈତ୍ର ମାସରେ ପଡ଼ୁଥିବା ପ୍ରତ୍ୟେକ ମଙ୍ଗଳବାରକୁ ପନ୍ଥେଇ ମଙ୍ଗଳବାର ବା ଚୈତ୍ର ମଙ୍ଗଳବାର ବୋଲି କୁହାଯାଏ। ଏହି ଦିନରେ ମା ମଙ୍ଗଳାଙ୍କର ପୂଜା କଲେ ଘରର ଦୁଃଖ ଦରିଦ୍ରତା ଦୂର ହୁଏ ଏବଂ ପରିବାରରେ ସୁଖ ସମୃଦ୍ଧି ଆସେ। ଆସନ୍ତୁ ଜାଣିବା ପୂଜାବିଧି। ସକାଳୁ ସ୍ନାନ କରି ଘରର ପୂଜା ଘରେ ମା ମଙ୍ଗଳାଙ୍କର ଫଟୋ ରଖନ୍ତୁ ଏବଂ ଘଟ ସ୍ଥାପନା କରନ୍ତୁ। ତାପରେ ଧୂପ, ଦୀପ, ଫୁଲ, ହଳଦୀ, କୁଙ୍କୁମ ଏସବୁ ଦେଇ ଠାକୁରାଣୀଙ୍କୁ ପୂଜା କରନ୍ତୁ ଏବଂ ଘରର ବାହାରେ ବାଟରେ ସେଇ ପନ୍ଥେଇ ଖୋଳନ୍ତୁ ବା ଗାତଟିଏ ଖୋଳନ୍ତୁ। ସେଠି ପଣା ଭୋଗ ଦିଅନ୍ତୁ। ଗୁଡ଼, ଚଣା, ପଞ୍ଚାମୃତ, ଆମ୍ବ, ଅଦା ଆଉ କର୍ପୂର ଏସବୁ ଛେନା ଏସବୁ ମିଶାଇ ଗୋଟେ ପଣା ପ୍ରସ୍ତୁତ କରନ୍ତୁ ଏବଂ ସେଇ ପଣାକୁ ସେଇ ପନ୍ଥେଇ ଭିତରେ ଦିଅନ୍ତୁ। ଗୋଟିଏ ଗୁଆ ଥୁଅନ୍ତୁ, ପିଢ଼ାଟିଏ ପକାଇ ଗୁଆଟିଏ ଥୁଅନ୍ତୁ। ଗୁଆକୁ ମା ମଙ୍ଗଳାଙ୍କ ସ୍ୱରୂପ ଭାବିକି ସେଠି ଫୁଲ, ଚନ୍ଦନ, ସିନ୍ଦୁର ଅର୍ପଣ କରନ୍ତୁ ଏବଂ ବିଭିନ୍ନ ପ୍ରକାର ଭୋଗ ଲଗାନ୍ତୁ। ଏବଂ ଏହି ପୂଜାରେ, ଏହି ପନ୍ଥେଇ ପୂଜାରେ ଠାକୁରାଣୀଙ୍କର, ମା ମଙ୍ଗଳାଙ୍କର ପଣା ଭୋଗ ନିହାତି ପ୍ରସ୍ତୁତ କରି ଦିଅନ୍ତୁ। ଏହା ବାଟରେ ପୂଜା ହେଉଥିବାକୁ ପୂଜା କରାଯାଏ ବୋଲି ଏହାକୁ ପନ୍ଥେଇ ମଙ୍ଗଳବାର ବୋଲି ମଧ୍ୟ କୁହାଯାଏ। ତାପରେ ଭକ୍ତିର ସହିତ ମାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ଦୀପରେ ଆରତି କରନ୍ତୁ, ଝୁଣା ଦିଅନ୍ତୁ। ଆପଣ ଏମିତି ସବୁ ପୂଜା କଲେ ନିଶ୍ଚୟ ଭଗବାନ ମା ଠାକୁରାଣୀ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବ। ଘରେ ସୁଖ ସମ୍ପତ୍ତି ଆସିବ। ଭକ୍ତିର ସହିତ ପ୍ରାର୍ଥନା କରନ୍ତୁ ମାଙ୍କୁ। ମନରେ ସବୁ ଇଚ୍ଛା ମା ନିଶ୍ଚୟ ପୂରଣ କରନ୍ତି। ଆପଣ ଚୈତ୍ର ମଙ୍ଗଳବାର ବ୍ରତ କରୁଛନ୍ତି କି? କମେଣ୍ଟରେ ଲେଖନ୍ତୁ ଜୟ ମା ମଙ୍ଗଳା।